ହଁ କିନ୍ତୁ ପୃଥିବୀ ପଢ଼ିବା ତାଙ୍କ ଦେହ କିଛି ହେଲା ନାହିଁ। ପୁଣି ତାର ଲୋଭ ହେଲା କ'ଣ ଏ ଫଳକୁ ମୁଁ ଝିଅ ଶୁଣ ଏହାର ଲୋଭ ହେଲା ମୁଁ ସେ ଫଳ ଭକ୍ଷଣ କରିବି। ପୁଣି ଆଉ ଥରେ ଯେତେ ଡେଇଁ ମାରିଲେ ସେ ସୂର୍ଯ୍ୟଦେବ ରୂପୀ ଫଳକୁ ଭୋଗ କରିବା ପାଇଁ ଇନ୍ଦ୍ର ଦେଖିଲେ ଆରେ ଆମର କିପରି ଦୁଃସାହସ। ତେଣୁ ତାଙ୍କର ହାତରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର କ'ଣ ବଜ୍ର ତାର ପ୍ରହାର କଲେ। ବଜ୍ର ଯେତେ ପ୍ରହାର କଲେ ସେତେବେଳେ ହନୁମାନ ନବଜାତ ସନ୍ତାନ ଗୋଟେ ବାମ ସାଇଡ୍ ମାଡ଼ି ଭାଙ୍ଗିଗଲା। ମାଡ଼ି ବୁଝିପାରୁଛନ୍ତି ତ ବାମ ସାଇଡ୍ ମାଡ଼ି ଭାଙ୍ଗିଗଲା ଶିଶୁ ବନ୍ଧୁ। ସେହିପରି ବଜ୍ର ହନୁମାନଙ୍କୁ ନେଇ ଗୋଟେ ପାହାଡ଼ ଉପରେ ବାଡ଼ି ଦେଲା। ବାଡ଼ି ଯେତେ ଦେଲା ସେତେବେଳେ ହନୁମାନ ଅଚେତନ ହୋଇଗଲା। ହନୁମାନ ଯେତେ ଅଚେତନ ହୋଇଗଲା ତାଙ୍କର ପିତା କିଏ? ଭାଇ ଦେବତା। ଏଠାରେ ତାଙ୍କର ମାତାଙ୍କର ଯେ ଅରିଜିନାଲ ପତ୍ନୀ ସେ ହେଉଛନ୍ତି କିଏ? କେଶରୀ। ଭାଇ ଦେବଙ୍କ ଉପରେ ସେ ଅଞ୍ଜନୀଙ୍କର ଗର୍ଭରେ ଜାତ ହେଇଛନ୍ତି। ତେଣୁ ଭାଇ ଦେବତା ପୁତ୍ରଙ୍କର ଏପରି ଦୁର୍ଦ୍ଦଶା ଦେଖି ସେ ଏତେ ଦୁଃଖିତ ହେଇଗଲେ। ସ୍ୱାଭାବିକ ଭାବରେ ଦୁଃଖିତ ହେଇଗଲେ ସେ ତ୍ରିପୁରର ବାୟୁ ଚଳାଚଳ ବନ୍ଦ କରିଦେଲେ। ବାୟୁ ଚଳାଚଳ ଯେତେ ବନ୍ଦ କରିଦେବ ଜୀବମାନଙ୍କର ଅବସ୍ଥା କ'ଣ ହେବ? ତ ସମସ୍ତ ଦେବତା ମାନେ ଏ ସଙ୍କଟ ଅବସ୍ଥା ଦେଖି ବ୍ରହ୍ମାଙ୍କ ପାଖକୁ ଯାଇ ଉପସ୍ଥିତ ହେଲେ। ବ୍ରହ୍ମା ସାଙ୍ଗେ ସାଙ୍ଗେ ଦେବତା ମାନଙ୍କ ସହିତ ସେଟାକୁ ଆସି ଉପସ୍ଥିତ ହେଇଗଲେ। ବାୟୁଦେବ ଉପସ୍ଥିତିରେ ବ୍ରହ୍ମାଜୀ ସେତେବେଳେ ହନୁମାନଙ୍କୁ ଆଶୀର୍ବାଦ ଦେଉଛନ୍ତି। ମୋ ବରରେ ଏ ହନୁମାନ ଯୁଦ୍ଧରେ ଅଜୟ ଅବସ୍ଥାନ କରିବେ। କି ଅବସ୍ଥାରେ? ଅଜୟ ମାନେ କ'ଣ? ଆରେ ଅଜୟ କଥା ଅଲଗା ବୁଝି ତ କିଛି ବୁଝୁନାହାନ୍ତି। କେହି ତାକୁ ପରାଜୟ କରିପାରିବ ନାହିଁ। ଅଜୟ ସେଇ କଥା କୁହାଯାଉ। ଅଜୟ ବୁଝିଲା? ଏ ଆଶୀର୍ବାଦ ଇନ୍ଦ୍ର ସେ ସେତେବେଳେ ପ୍ରସନ୍ନ ହେଇ ମୋର ବଜ୍ର ଇଏ ଧାରଣ କରିବା ସାମର୍ଥ୍ୟ ହନୁମାନଙ୍କ ମଧ୍ୟରେ ଥିବା ଯୋଗୁଁ ଅତ୍ୟନ୍ତ ପ୍ରସନ୍ନ ହେଇଗଲେ। ତେଣୁ ସେ ହନୁମାନଙ୍କୁ ଆଶୀର୍ବାଦ ଦେଲେ। ଅର୍ଥ ବର ଦେଉଛନ୍ତି କ'ଣ? ମୋ ବରରେ ହନୁମାନ ଇଚ୍ଛା ମୃତ୍ୟୁ ବରଦାନ ପ୍ରାପ୍ତ ହେଲେ। ଯେ ପର୍ଯ୍ୟନ୍ତ ସେ ଇଚ୍ଛା ନ କରିଛନ୍ତି ସେ ପର୍ଯ୍ୟନ୍ତ ମୃତ୍ୟୁ ତାଙ୍କ ପାଖକୁ ଆସିପାରିବ ନାହିଁ। আর সেই বজ্র দ্বারা হনুমানଙ୍କର ଗୋଟେ ମାଡ଼ି ଗୋଟେ ସେ ବାମ ସାଇଡ୍ ମାଡ଼ି ଭାଙ୍ଗି ଯାଇଥିଲା। ତେଣୁ ଭାଙ୍ଗି ଯିବା ଯୋଗୁଁ ୟାକୁ ହନୁ କୁହାଯାଏ। ତେଣୁ ସେଇ ଦିନେ ତାଙ୍କ ନାଁ ହେଇଗଲା କ'ଣ? ହନୁମାନ। ଚିବୁକ ଏକ ଚିବୁକ ଧାରୀ ବ୍ୟକ୍ତିକୁ କୁହାଯାଉଛି କ'ଣ? ହନୁମାନ। ଏକ ଚିବୁକ ଧାରୀ ଚିବୁକ ବୁଝିପାରୁଛନ୍ତି ତ? ଏକ ଚିବୁକ ଧାରୀ ବ୍ୟକ୍ତି ହେଉଛନ୍ତି କିଏ? ହନୁମାନ। ତେଣୁ ସେଇ ଦିନରେ ତାଙ୍କ ନାଁ ହେଇଗଲା କ'ଣ? ହନୁମାନ। ତେଣୁ ଇଏ କହୁଛନ୍ତି କିଏ? ଜାମ୍ବବାନ ହନୁମାନଙ୍କର ଏଇ ପ୍ରଶଂସା କଥା କହୁଛନ୍ତି। ତ ଜାମ୍ବବାନଙ୍କ ମୁଖରୁ ଯେତେବେଳେ ହନୁମାନ ନିଜ ପ୍ରଶଂସା କଥା ଶୁଣିଲେ ସେ ତାଙ୍କର ଭିତରେ ଏତେ ଆନନ୍ଦ ଉତ୍ଫୁଲ୍ଲ ହେଇଗଲା। ଏ ପ୍ରଶଂସା ଆହୁରି ନିଜକୁ ମାନେ ଅଧିକ ପରିମାଣରେ ପ୍ରଶଂସାମୂଳକ ବାକ୍ୟ ସେ କହିବାକୁ ଲାଗିଲେ। ମୁଁ ଏହିପରି ମେରୁ ପର୍ବତକୁ 100 ଥର ପରିକ୍ରମା କରିବି ତଥାପି ମୁଁ କେବେ କ୍ଳାନ୍ତ ଦଶା ପ୍ରାପ୍ତ ହେବି।
ସେଇପରି ହନୁମାନ ସେ ସେତେବେଳେ ବାନରମାନଙ୍କ ଦ୍ୱାରା ଅତ୍ୟନ୍ତ ପ୍ରଶଂସିତ ହୋଇ ନିଜ ଦେହକୁ ଏହିପରି ଭାବରେ ବିସ୍ତାର କଲେ, ବିଶାଳ ଦେହଧାରୀ ରୂପ ଧାରଣ କଲେ। ସମସ୍ତଙ୍କ ଦୃଢ଼ ବିଶ୍ୱାସ ହେଇଗଲା କେବଳ ହନୁମାନ ଏହି କାମ କରିପାରିବେ। ସମସ୍ତ ହନୁମାନଙ୍କ ନାମରେ ପ୍ରଶଂସା କରିବାକୁ ଲାଗିଲେ। ହନୁମାନଙ୍କୁ କହିଲେ ବାନରମାନେ ଯେ ଆମେ ସମସ୍ତେ ବୁଝିପାରୁଛେ ଯେ ତୁମେ ଏଇ କେବଳ ମାତା ସୀତା ଦେବୀଙ୍କ ଅନୁସନ୍ଧାନ କରି ସେ ସମାଚାର ଆମମାନଙ୍କ ପାଖକୁ ଆସି ଦେଇପାରିବ। ତେଣୁ ଆମେମାନେ ସମସ୍ତେ ଗୋଟେ ଗୋଡ଼ରେ ଠିଆ ହେଲୁ, ଗୋଟେ ଗୋଡ଼ରେ ଠିଆ ହେଇଗଲେ। କିଏ ମାନେ? ସମସ୍ତ ବାନରମାନେ। କାହିଁ ହନୁମାନ ନ ଫେରିବା ପର୍ଯ୍ୟନ୍ତ ଆଉ ଦ୍ୱିତୀୟ ଗୋଡ଼ ମାଟିରେ ରଖିବ ନାହିଁ। ତାହେଲେ କଥା ଦେଲେ ଯେ ସିଧା ଯିବ ଯାଇକିରି ମାନେ ମାତା ସୀତାଙ୍କୁ ଅନୁସନ୍ଧାନ କରିବ, ଆଉ ସୀତାଙ୍କୁ ନେଇ ଏପଟକୁ ଯେତେବେଳେ ଆସିବ ସେତେବେଳେ ଆମେ ଦ୍ୱିତୀୟ ଗୋଡ଼ ମାଟିରେ ରଖିବ। এই সরকার সমস্ত গোটা গোটা ঠিয়া হয়ে যাবে। মানে তুমি কেবল মাতা সীতাଙ୍କୁ উদ্ধার করে পারিব, আর আমମାନଙ୍କ জীবন তুম উপর নির্ভর করছে। তুমি যে প্রতি সমাচার না দেব সে পর্যন্ত আমি আও জীবন ধারণ করি পারিব। আমি এখানে দেহ রাখি। হনুমান আশ্বস্ত দেশ চড়ি গেলে কোটারে কেউ পর্বতের উপর, মহেন্দ্র পর্বতের উপর। মহেন্দ্র পর্বতের উপর চড়ে যায়, নিজের দেহকে আহরি বিস্তার করলে। মহেন্দ্র পর্বত তাঙ্কর ভার সহি পারিলা ନାହିଁ। মানে যেତେବେଳେ ଜନ୍ମ ଦେବେ ସେତେବେଳେ ଏମିତି ଶକ୍ତି ପ୍ରୟୋଗ କରିବ, ସେଟା ମହେନ୍ଦ୍ର ପର୍ବତ ଶିଖା ଚୂର୍ଣ୍ଣ ବିଚୂର୍ଣ୍ଣ ହେବ। ଯେତେ ବୃକ୍ଷ ଆଦି ଅଛି ସବୁ ଘୂର୍ଣ୍ଣି ଝଡ଼ ଭଳି ଉଡ଼ିଥିବ। ଏହିପରି ହନୁମାନ ଏହିପରି ମନ୍ଦାର ଚଢ଼ି ପ୍ରଥମେ ଆଣ୍ଟୁରେ ବସିଗଲେ, ଜାମ୍ ଦେବେ, ଢାଇ ମାରିବେ, ବସିଗଲେ। ଏ ଯେତେ ଶକ୍ତି ପ୍ରୟୋଗ କରି ଯେତେ ଢାଇ ମାରିଲେ ଆକାଶ ମାର୍ଗ ଉତ୍ଥିତ ହେଲା, ସେ ବୃକ୍ଷର ଶିଖର ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଗଲା। ଆଉ ସେତେ ବୃକ୍ଷ ଲତା ଆଦି ଗୁଳ୍ମ ଆଦି ସବୁ ଘୂର୍ଣ୍ଣି ଝଡ଼ କରି ତା ପଛେ ପଛେ ଉଡ଼ିବା କାମ ଆକାଶ। ଏହିପରି ହନୁମାନ ସମୁଦ୍ର ଉପର ଦେଇ ଆକାଶ ମାର୍ଗ ଦେଇ ଯାଉଛନ୍ତି। ଯେତେ ଯାଉଛନ୍ତି ଏମିତି ସମୟରେ ମୈନାକ ପର୍ବତ ନା ଶୁଣିଛନ୍ତି? এই মৈনাক পর্বত সম্বন্ধে টিকে কথা এই দর্শনের কথা। আগ পর্বত মানকর ডানা ଥିଲା, ଆକାଶରେ ସମସ୍ତେ ଗରୁଡ଼ ଭଳି ଉଡ଼ୁଥିଲେ। ଡାନା ପର୍ବତ ମାନଙ୍କର କ'ଣ ଥିଲା? ଡାନା ଥିଲା। ଡାନା ବୁଝିପାରୁଛୁ? ଡାନା ଥିଲା ଗରୁଡ଼ ଯେମିତି ଉଡ଼ନ୍ତି, ସେଇପରି ପର୍ବତ ମାନେ ସବୁ ଆକାଶରେ ଉଡ଼ନ୍ତି। ଆକାଶରେ ଉଡ଼ନ୍ତି। ଏହା ଦେଖି ଦେବତା ମାନେ, ସ୍ୱର୍ଗୀୟ ଋଷିମାନେ ସମସ୍ତେ ଡରିଗଲେ। ଆରେ ଏମାନେ ଉଡ଼ୁଛନ୍ତି, ଯେତେବେଳେ ପୃଥିବୀ ପୃଷ୍ଠରେ ଆସିବେ ଅବସ୍ଥାନ କରିବ, ସେମାନଙ୍କ ଭାରରେ ଯେତେ ଜୀବ ସବୁ ଦରିଚକଟି ନଷ୍ଟ ହେଇଯିବ। ତେଣୁ ଇନ୍ଦ୍ର ସେ କ'ଣ କଲେ? ତାଙ୍କର ହାତରେ ବଜ୍ର ଥିଲା, ବଜ୍ର ଦ୍ୱାରା ସେ କ'ଣ କଲେ? ପର୍ବତମାନଙ୍କ ଡନା ସବୁ କାଟିଦେଲେ। ଡନା ଯେତେବେଳେ କାଟିଦେଲେ, ସେତେବେଳେ ପର୍ବତ ଯିଏ ଯେଉଁଠାରେ ଯାଇ ପଡ଼ିଲେ ସେଇଠାରେ ରହିଗଲା। ସେଇଦିନ ସେମାନେ ସ୍ଥାବର ଦଶା ପ୍ରାପ୍ତ ହେଇଗଲେ। ସ୍ଥାବର ମାନେ ଆଉ 4 ବର୍ଷ ଅଚଳ ହେଇଗଲା। ଚଳମାନ ଥିଲେ ବର୍ତ୍ତମାନ ଅଚଳ ହେଇଗଲା। ମୁଭିଂରୁ ନନ୍ ମୁଭିଂ ହେଇଗଲା। আর বায়ু দেবতা কোন গেলে? মহিনাকକୁ ପ୍ରବଳ ବାୟୁ
ଦ୍ୱାରା ଧକ୍କା ମାରି ସମୁଦ୍ର ପକେଇଦେଲେ। ଇନ୍ଦ୍ର ତାକୁ ଡଣା ଆଉ ଭାଙ୍ଗି ପାରିବେ ନାହିଁ, କାଟି ପାରିବେ। ସେ ସମୁଦ୍ର ଭିତରକୁ ପଶିଗଲା। ତେଣୁ ଭାଇ ଦେବତା କୃପାରୁ ଏ ମୈନାକ ପର୍ବତଙ୍କର ଡଣା ବର୍ତ୍ତମାନ ସୁଦ୍ଧା ଥିବା। ହନୁମାନ ଯେତେବେଳେ ଆକାଶ ମାର୍ଗ ଦେଇ ଯାଉଛନ୍ତି ଲଙ୍କା ଆଡ଼କୁ, ସେଟା ମୈନାକ ହନୁମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ସେଟା ସମୁଦ୍ର ଭିତରୁ ପ୍ରକଟ ହୋଇଗଲା। ହାତ ଯୋଡ଼ିକି କହୁଛନ୍ତି, ହେ ହନୁମାନ, ମୋ ଶିଖର ଦେଶରେ ଟିକେ ଅବସ୍ଥାନ କରି ବିଶ୍ରାମ, ତାପରେ ଯା। ତ ହନୁମାନ କହୁଛି ମୋର ସମୟ ନାହିଁ। ସେତେବେଳେ ତାଙ୍କ ପିତାଙ୍କର ପ୍ରଶଂସା କଥା ସେ କହୁଥିଲେ। ଏହିପରି ଆମେ ସମସ୍ତେ ଆକାଶ ମାର୍ଗରେ ଉଡ଼ୁଥିଲୁ, ଆଉ ଏହିପରି ଦେବତାମାନେ ଋଷିମାନଙ୍କୁ ଭୟଭୀତ ହେଇ ଇନ୍ଦ୍ରଙ୍କୁ ଯେତେ ନିର୍ଦ୍ଦେଶ ଦେଲେ, ଇନ୍ଦ୍ର ସେତେବେଳେ ତାଙ୍କର ବଜ୍ର ଦ୍ୱାରା ସମସ୍ତ ପର୍ବତଙ୍କ ଡାନ ଛେଦନ କରିଦେଲେ। ସେମାନେ ସମସ୍ତେ ଡାନାନ୍ୟ ଅବସ୍ଥା ଯେଉଁଠାରେ ପଡ଼ିଲେ ସେଇଟା ରହିଗଲେ। ଆଉ ତୁମର ପିତା ଭାଇ ଦେବତା ପ୍ରବଳ ଭାବରେ ମୋତେ ଧାକ୍କା ମାରି ସମୁଦ୍ରରେ ପକାଇ ଦେଇଥିଲେ। ତୁମର ପିତାଙ୍କର କୃପାରୁ ମୋର ଡାନ ବର୍ତ୍ତମାନ ସୁଦ୍ଧା ରହିଛି। ତୁମେ ମୁଁ ସମୁଦ୍ର ଭିତରେ ଅବସ୍ଥାନ କରିଛି। ତୁମେ ଯେହେତୁ ଉପର ଦେଇ ଯାଉଛ, ତୁମକୁ ଟିକେ ମାନେ ପିତାଙ୍କର ଯେ କୃପା ତାର ପ୍ରତିଦାନ ଦେବା ପାଇଁ ମୁଁ ଏ ପ୍ରକଟ ହେଇଛି। ତୁମେ ଟିକେ ମୋ ଶିଖର ଦେଶରେ ଅବସ୍ଥାନ କରି ବିଶ୍ରାମ ନେଇ ତାପରେ ତୁମେ। ହନୁମାନ ଏ କଥା ଶୁଣି କହିଲେ, ମୋର ସମୟ ନାହିଁ, ମୋର ସାଙ୍ଗ ଫାଙ୍ଗ ସେମାନେ ଗୋଟେ ଘରେ ଠିଆ ହେଇଛନ୍ତି, ମୁଁ ଯିବି ଯାଇକରି ସମାଚାର ନେଇ କିମ୍ବା ମାତା ସୀତାଙ୍କୁ ନେଇ ଫେରି ଆସିଲେ ସେମାନେ ପ୍ରାଣ ଫେରି ପାଇବେ। ତେଣୁ ମୋର ରହିବା ପାଇଁ ସମୟ ନାହିଁ, ବିଶ୍ରାମ ନେବା ପାଇଁ ସମୟ ନାହିଁ। ତେଣୁ ହନୁମାନ ଟିକେ ତାକୁ ସ୍ପର୍ଶ କଲେ, କୃତଜ୍ଞତା ଭାଷଣ କଲେ। ସେହିପରି ହନୁମାନ ଯାଉଛନ୍ତି। ଯେତେବେଳେ ଯାଉଛନ୍ତି ସେତେବେଳେ ଆଉ କିଏ ଦେବତାମାନେ ଋଷିମାନେ ସରସା ନାଁ ଶୁଣିଛନ୍ତି? ସୁରସା ଦୁଃଖଙ୍କର କନ୍ୟା, କଶ୍ୟପଙ୍କର ପତ୍ନୀ, ନାଗ ମାତା। ତ ହନୁମାନ ଏ କାର୍ଯ୍ୟ କରିପାରିବେ କି ନାହିଁ ଦେବତାମାନଙ୍କ ସନ୍ଦେହ ଜାତ ହେଇଗଲା, ଋଷିମାନଙ୍କୁ ସନ୍ଦେହ ଜାତ ହେଇଗଲା। ତେଣୁ ସୁରସାଙ୍କୁ କହିଲେ, ତୁମେ ଏହିପରି ତାର ଶକ୍ତିର ପରୀକ୍ଷା କର, ସେ କାର୍ଯ୍ୟ କରିପାରିବନି, ତାର କେତେ ଶକ୍ତି ଅଛି ପରୀକ୍ଷା କର। ତ ସୁରସା ଏ ନାଗମାତା ସୁରସା এক ভয়ঙ্কর মুখ বেদন করে সে ঠিয়া হয়ে গেল সমুদ্র। হনুমানকে ভক্ষণ କରିବା ବହୁତ ଦିନ ପରେ ଏହିପରି ଏକ ଆହାର ମିଳିଛି, ମୁଁ ତୁମକୁ ଭକ୍ଷଣ କରିବି। ସେତେବେଳେ ହନୁମାନ ସିଏ ବୁଦ୍ଧିମତ୍ତା ସବୁ ବୁଝିପାରିଲେ, ଇଏ ହେଉଛି ଦୁଃଖଙ୍କର କାମ। ଇଏ ମୋତେ ପରୀକ୍ଷା ନେବା ପାଇଁ ଏହିପରି ଇଏ କରୁଛି। ତେଣୁ ହନୁମାନ କହିଲେ, ମୋର କାମଟା ସରିଯାଉ, ମୁଁ ସୀତାମାତାଙ୍କ ଅନୁସନ୍ଧାନକୁ ଯାଉଛି। ତ ସେ ଅନୁସନ୍ଧାନ କରି କିମ୍ବା ସୀତାମାତାଙ୍କୁ ନେଇ ଯେତେ ଆମଙ୍କର ପାଖରେ ଉପସ୍ଥିତ କରାଇବି, ତାକୁ ତୁମ ପାଖକୁ ମୁଁ ଫେରି ଆସିବି, ତୁମେ ସେତେବେଳେ ଆନନ୍ଦ ସହିତ ମୋତେ କହିଲା, ନା ମୁଁ ବର୍ତ୍ତମାନ ଭକ୍ଷଣ କରିବି। ତ ଇଏ ସେତେବେଳେ ପାର୍ଟି ଆହୁରି ଦ୍ୱିଗୁଣ ପରିମାଣରେ ବିସ୍ତାର କଲେ। ତ ହନୁମାନ ସେତେବେଳେ ତାଙ୍କ ଦେହକୁ ସେହିପରି ଆହୁରି ଦ୍ୱିଗୁଣ ପରିମାଣରେ ବିସ୍ତାର କଲେ। କମ୍ପିଟିସନ୍ ଲାଗିଗଲା, ଇଏ ଯେତେ ମୁହଁ ବିସ୍ତାର କରିଛନ୍ତି ସେ ସେତେ ଦେହ ବିସ୍ତାର କରିଛନ୍ତି। ତାପରେ ହନୁମାନ କ'ଣ କଲେ ନା, ଇଏ ସୁରସା କହୁଛନ୍ତି, ଏହିପରି ବ୍ରହ୍ମା ମୋତେ ବର ଦେଇଛନ୍ତି ଯେ ମୋ ସାମ୍ନାରେ ଯିଏ ଆସି ଉପସ୍ଥିତ ହେବେ ତାକୁ ଧରିକିରି ତୁମେ ଖାଇବ, ଅନ୍ୟ କୁଆଡ଼େ ତୁମେ ଯିବ ନାହିଁ। ତ ବ୍ରହ୍ମାଙ୍କର ଏ କଥା ରକ୍ଷା କରିବା ପାଇଁ ହନୁମାନ କ'ଣ କଲେ, ନିଜ ଦେହକୁ ଅତି କ୍ଷୁଦ୍ର ଆକାର ଧାରଣ, ଅଙ୍ଗୁଷ୍ଟ ପରିମାଣ। ହନୁମାନ ଦ୍ରୁତ ଗତିରେ
ତା ମୁହଁ ଭିତରେ ପଶି ସାଙ୍ଗେ ସାଙ୍ଗେ ବାହାରି ଆସିବ, ଏ ତୁମର ବ୍ରହ୍ମାଙ୍କର ବର ରକ୍ଷା ହେଲା। ଯେହେତୁ ତୁମେ କହିଥିଲ ମୋ ପାଟି ଭିତରେ ପଶିବ, ମୁଁ ପଶିବି, ବୁଝିପାରିଲି। ଏତେ ବଡ଼ ପାଟି ସେ କରିଥିଲେ, ହନୁମାନ ସୂକ୍ଷ୍ମ ରୂପ ଧାରଣ କରି ପାଟି ଭିତରେ ସାଙ୍ଗେ ଅତି ଦ୍ରୁତ ଗତି ପଶି ସାଙ୍ଗେ ସାଙ୍ଗେ ବାହାରି ସୁରସା ସେତେବେଳେ ପରୀକ୍ଷାରେ ସେ କହିଲେ କ'ଣ ଇଏ ତାର ଇଏ କାମ ହୋଇପାରିବ। ତେଣୁ ପରୀକ୍ଷାରେ ହନୁମାନ ଉତ୍ତୀର୍ଣ୍ଣ ହେଲେ, ଅତ୍ୟନ୍ତ ଆନନ୍ଦିତ ହେଲେ। କିଏ ସେତେବେଳେ ସୁରସା। ସେତେବେଳେ ସୁରସା ହନୁମାନଙ୍କୁ ପ୍ରଶଂସା କରି କହୁଛନ୍ତି, ମୁଁ ତୁମକୁ ପରୀକ୍ଷା ନେବା ପାଇଁ ଏହିପରି ଦେବତା ଏବଂ ଋଷିମାନଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟ କରିଦେଲେ, ତୁମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା। ତେଣୁ ମୁଁ ବୁଝିପାରୁଛି ତୁମେ ଏ କାର୍ଯ୍ୟ ଅତି ଶୀଘ୍ର ସମ୍ପନ୍ନ କରିପାରିବ। ଏହିପରି ଯାଉଛନ୍ତି ହନୁମାନ ଆକାଶ ମାର୍ଗରେ। ସେତେବେଳେ ଆଉ ଜଣେ ରାକ୍ଷସୀ, ସତ୍ୟସାତୀ ସେ ରାକ୍ଷସୀ, ତାଙ୍କ ନାଁ କ'ଣ? ସିଂହିକା। ସିଂହିକା ରାକ୍ଷସୀ ସମୁଦ୍ର ବାହାରିଲା, ବିଶାଳ ମୁହଁ ବେଦନ କରି ହନୁମାନଙ୍କ ଭିଡ଼ିବା ପାଇଁ ଚାହିଁଲା। ମୁଁ ସଂକ୍ଷେପ କରି, ମୋ ସମୟ ନାହିଁ, ବିସ୍ତାର କରିବି, ଆମର ଗୋଟେ ପୂର୍ବରୁ ସାରିବାକୁ ଅଛି, ଆଉ ଅଧିକ ବ୍ୟାଖ୍ୟା ନାହିଁ। ଏହିପରି ହନୁମାନ କ'ଣ କଲେ, ତାକୁ ଅନୁରୋଧ କଲେ ଯେ ମୁଁ ଏଇ କାମ ପାଇଁ ଯାଉଛି, ଭଗବାନ ରାମଚନ୍ଦ୍ରଙ୍କର କାମ ପାଇଁ। ତେଣୁ ଏ କାମ ସମ୍ପନ୍ନ ହେଲା ପରେ ମୁଁ ଖାଦ୍ୟ ରୂପେ ତୁମ ପାଖକୁ ଫେରି ଆସିବି। ସିଂହିକା ତାଙ୍କ ବାଟ ଛାଡ଼ିବ ନାହିଁ। ସିଂହିକା କେମିତି ତା ଜାବୁଡ଼ି ଧରିଲେ? ହନୁମାନ ଯେତେବେଳେ ଆକାଶ ମାର୍ଗରେ ଯାଉଛନ୍ତି, ତା ଛାଇ ସମୁଦ୍ରକୁ ପଡ଼ିଯାଉଛି, ସେ ସିଂହିକା ବାହାରି ଆସି ସେ ଛାଇକୁ ଜାବୁଡ଼ି ଧରିଲେ। ଆଉ ହନୁମାନଙ୍କର ଶକ୍ତି ସେତେବେଳେ କ୍ଷୀଣ ହେବାକୁ ଲାଗିଲା। ହନୁମାନ ସେତେ ବୁଝିପାରିଲେ, ଆରେ ଏହିପରି କାହିଁ ହେଉଛି, ମୋର ଆଉ ସାମର୍ଥ୍ୟ ରହିବ ଲଙ୍କାକୁ ପହଞ୍ଚିବା ପାଇଁ, ମୋ ଶକ୍ତି କ୍ଷୀଣ ହେଇଯାଉଛି। ତାପରେ ସେ ଦେଖିଲେ ଏଇଭଳିଆ ଭୟଙ୍କର ରାକ୍ଷସ ସମୁଦ୍ର ବାହାରିଛି ତାକୁ ଗିଳିବା ପାଇଁ। ହନୁମାନ କ'ଣ କଲେ, ଅତି କ୍ଷୁଦ୍ର ରୂପ ଧାରଣ କରି ତା ଉଦର ଭିତରକୁ ପଶିଲେ, ପାଟି ବାଟ ଦେଇ ତାଙ୍କ ଉଦର ଭିତରକୁ ପଶିଯାଏ। ତାଙ୍କର ସେ ହୃତ୍ପିଣ୍ଡକୁ ନଖ ଦ୍ୱାରା ଛିନ୍ନ କରି ତାକୁ ପେଟ ଚିରିକି ବାହାରି ଆସେ, ତା ମରିଗଲା, ସିଂହିକା ମରିଗଲା। ଏହିପରି ହନୁମାନ ଦେଖ ଭଗବାନଙ୍କ କାର୍ଯ୍ୟ କରିବା ପାଇଁ କେତେ ପ୍ରକାର ବାଧା ଆସିବ, ଏହିସବୁ ବାଧା ସବୁ ଅତିକ୍ରମ କରିବାକୁ। ସେଇଠାରେ ଯଦି ଆମେ କହିବା ନା ମୁଁ ପାରିବି ନାହିଁ, ମୋ ଦ୍ୱାରା ହେବ ନାହିଁ, ସେଇଠାରେ ସେ ରହିଯିବା, ଭଗବାନଙ୍କ କୃପା ସେ ପ୍ରାପ୍ତ ହେଇପାରିବ ନାହିଁ। ଏ ଭଗବାନଙ୍କ ଦ୍ୱାରା ଏସବୁ ବ୍ୟବସ୍ଥା। ତେଣୁ ଭକ୍ତର ମହିମା ଜଗତେ ପ୍ରଚାରିତ ହେବ। ଦେଖ ଭକ୍ତ କିପରି ସମସ୍ତ ପ୍ରକାର ଦୁଃଖ କଷ୍ଟ ବିପଦ ସଙ୍କଟ ସହିକିରି ମୋ କାମ ପ୍ରତି କେତେ ଦୃଢ଼ ଭକ୍ତ ଏହିପରି ହେବା ଉଚିତ, ତେବେ ସେ ଭଗବାନଙ୍କ କୃପା ପ୍ରାପ୍ତ ହେଇପାରେ। ସେହିପରି ଛଲାଙ୍ଗ ଦେ ମାନେ ଡେଇଁ ମାରି ହନୁମାନ ଲଙ୍କାକୁ ପହଞ୍ଚିଲେ। ସେଠାରେ ତ୍ରିକୁଟ ପର୍ବତ, ଲଙ୍କା ଯେ ତ୍ରିକୁଟ ପର୍ବତର ଉପରେ ଅଛି, সেই ত্রিকূট পর্বত মহেন্দ্র পর্বতর ডেইমারি কেউঠাকে যাই পৌঁছিলে ত্রিকূট পর্বত। তারপরে রয়েছে উচ্চ প্রাচীর বিশিষ্ট স্বর্ণলঙ্কা। আর এই প্রাচীর এতে উচ্চা আর সে প্রাচীরে এইসব বালি সিমেন্ট এই ইটাতে তৈরি নিয়ে জম্মু নদীর খান্টি সোনার দ্বারা এই প্রাচীর স্বর্ণলঙ্কা কুয়া যাচ্ছে। সেটা 7-8 মহলা যেতে সব ঘর লঙ্কা ভিতর এই প্রাচীরের ভিতর সব 7-8 তলা মহল 7-8 মহলা বিশিষ্ট সব সোনার। তাই সোনার কথা কুয়া যাচ্ছে শুয়ে যাচ্ছে শুনে শুনে সব শুয়ে যায়। সোনার কথা কুয়া যাবে কিন্তু মূল্যবান সোনার মূল্যটা তো শুনলে আর নিতে আসবো ছাড়ি পারিব না কেন শুয়ে যাবে কেন স্বর্ণলঙ্কার কথা কুয়া যাচ্ছে। হনুমান সে সাথে চিন্তা করিলেন লঙ্কা ভিতরକୁ କେମିତି ପଶିବେ। ଏତେ ବଡ଼ ଦେହ ଆଉ
ରଖି ହେବ ନାହିଁ। ରାକ୍ଷସମାନେ ଯଦି ଦେଖିଦେବେ ଅସୁବିଧା ହେଇଯିବ। ତେଣୁ ବିଶାଳ ଦେହ, ହନୁମାନ ବିଶାଳ ଦେହ ଧାରଣ କରି ଯାଉଥିଲେ। ସେଇ ଚିତ୍ରକୂଟ ପର୍ବତର ବିଶାଳ ଦେହକୁ ସଂକୁଚିତ କରି ଇଏ ଏକ ମାର୍ଜାଳ ଭଳି ଅର୍ଥାତ୍ ବିରାଡ଼ି ଭଳି ଛୋଟ ରୂପ ଧାରଣ କରିବା। ଛୋଟ ରୂପ ଧାରଣ କରି সেই প্রাচীর মানে প্রাচীর যে কুহযাচ্ছে প্রাচীর উপর দিয়ে লঙ্কা ভিতরକୁ ପଶିଲେ। ପ୍ରାଚୀର ଉପର ଦେଇ ଯେତେ ଲଙ୍କା ଭିତରକୁ ପଶିଲେ ସାଙ୍ଗେ ସାଙ୍ଗେ ସେଠାରେ ଲଙ୍କାର ଅଧିଷ୍ଠାତ୍ରୀ ଦେବୀକେ ଲଙ୍କି ଲଙ୍କି ଇଏ ଦେଖିଲାଣି ये तो राक्षस राज्य तो माकड़ केମିତି ଆସିଥିଲା? ତ ଛଡ଼ିଲା ଏ ରାକ୍ଷସ ସାମରେ ଦେଖିଛ ମାକଡ଼ କେମିତି ଆସି ପଶିଲା? ତେଣୁ ସେ ଲଙ୍କି ଏହାକୁ ସଂହାର କରିବା ପାଇଁ କାହାକୁ ଛୋଟ ମାକଡ଼ ଧାରଣ କରିକି ହନୁମାନ ହନୁମାନ ସେତେବେଳେ କହୁଛନ୍ତି ମୋତେ ସଂହାର କରିବା ପୂର୍ବରୁ କେବଳ ତୁମର ପରିଚୟଟା ଟିକେ ଦିଅ, ତାପରେ ତୁମେ ମୋତେ ସଂହାର କର। ସେ କହୁଛି ମୁଁ ଏ ଲଙ୍କାର ଅଧିଷ୍ଠାତ୍ରୀ ଦେବୀ, ଏ ଲଙ୍କାକୁ ମୁଁ ସୁରକ୍ଷା ଦେଉଛି ପ୍ରହରୀ ହିସାବରେ। ତେଣୁ ତୁମେ ବିନା ଅନୁମତିରେ କେମିତି ଏହା ଭିତରକୁ ପଶିବ? এই কথা কহু কহু লঙ্কি অত্যন্ত ক্রোধিত হয়ে বাম হাতে পাপুড়ে দ্বারা হনুমানকে গোটে চাপুড়া মারল। আর তাঙ্কর চাপুড়ারে হনুমান অত্যন্ত ক্রোধিত হয়ে সে তো বাম হাত দেই তাঙ্ক গোটে চাপুড়া মারলা। সে অচেতন হয়ে পড়ে গেল। ইয়ে হালকা হালকা ভাবে মারিছেন হনুমান, ଜୋରସେ ମାରିନାହାନ୍ତି। ଯେମିତି ସ୍ତ୍ରୀ ଲୋକ ଯଦି ଗୋଟେ ଚାପୁଡ଼ା ଯଦି ମରିଯିବ ସ୍ତ୍ରୀ ହାତ ପାପ ଲାଗିବ, ତ ହନୁମାନ ଆଲତ ଭାବରେ ମାରୁଛନ୍ତି। ସେ ଗୋଟେ ଥର ଆଲତର ମାରିବା ଯୋଗୁଁ ଇଏ ଅଚେତ ହୋଇ ସେତେବେଳେ ସେ ଯେତେବେଳେ ଫେରି ଆସିଲା ସେ ଭଗବାନଙ୍କର ବରତା ତ ତାଙ୍କର ମନରେ ଆସିଲା। ସେ ହାତ ଯୋଡ଼ିକିରି କହୁଛନ୍ତି ସେ ଲଙ୍କି যে ব্রহ্মা ବହୁତ ଦିନ ପୂର୍ବରୁ ମୋତେ ଏହିପରି ବର ଦେଇଥିଲେ ଯେ ଯେତେବେଳେ ଜଣେ ବାନର ହାତରେ ତୁମେ ପରାସ୍ତ ହେବ সেই ଦିନରୁ ତୁମେ ଜାଣିପାରିବ ତୁମର ରାଜା ରାବଣ ରାକ୍ଷସମାନଙ୍କ ସହ ନିଧନ ହେବ। ତୁମର ଗୋଟେ ମାନେ ହାତର ପାପୁଳି ଚପୁଡ଼ାରେ ମୋର ଯେ ଦଶା ହେଇଛି ମୁଁ ବର୍ତ୍ତମାନ ବୁଝିପାରୁଛି ଏ ଲଙ୍କାର ରାବଣଙ୍କ ସହ ରାକ୍ଷସମାନେ ସମସ୍ତେ ବିନାଶ ପ୍ରାପ୍ତ ହେବ। ତେଣୁ ତୁମକୁ ମୁଁ ଅନୁମତି ଦେଲି, ତୁମେ ସ୍ୱଇଚ୍ଛାରେ ସମଗ୍ର ଲଙ୍କାରେ ତୁମେ ପରିଭ୍ରମଣ କରିପାରିବ। ଲଙ୍କି ଅନୁମୋଦନ ଦେଇଦେଲେ। ସେ ବୁଝିଗଲେ ବ୍ରହ୍ମାଙ୍କ ବରକଥା ମନେ ଆସିଗଲା। ହରି ବୋଲ କ'ଣ ହେଲା? ଆରେ 10 মিনিট পরে ছাড়ি দেবে। ঠিক আছে, তার রোগ আছে, ডায়াবেটিস হয়েছিল। দেখ এইপরি হনুমান কথা কহা যাচ্ছে। হনুমান এইপরি হনুমান কথা কহা গেলে তো সময় ନାହିଁ, ଆମେ ଶେଷ କରିବା। ହନୁମାନ କଥା କୁହାଯାଉଛି। ସେଇପରି ହନୁମାନ ଅନୁସନ୍ଧାନ କରୁ କରୁ ଇଏ ସୀତା ମାତାଙ୍କ ସନ୍ଧାନ ମିଳିଲା। ହନୁମାନ ସେ ସୀତା ମାତାଙ୍କୁ କହିଲେ ଯେ ଆପଣ ମୋ ପିଠି ଉପରେ ବସନ୍ତୁ, ମୁଁ ଆପଣଙ୍କୁ ନେଇ ପ୍ରଭୁ ପାଖରେ ଉପସ୍ଥିତ କରାଇବି। ତା ସୀତା ଦେବୀ କହିଲେ ଯେ ମୁଁ ମୋର ପତି ବ୍ୟତୀତ ଅନ୍ୟ କାହାକୁ ମୁଁ ସ୍ପର୍ଶ କରେ ନାହିଁ। କିନ୍ତୁ ରାବଣ ମୋତେ ଧରିକି ନେଇ ଆସିଥିଲେ।
ମୁଁ ରାବଣକୁ ସ୍ପର୍ଶ କରିନଥିଲି। ଏ ଅସହାୟ ଭାବରେ ରାବଣ ମୋତେ ଧରି ନେଇ ଆସିଥିଲେ। ସେ ଅବସ୍ଥାରେ ମୁଁ ଅସହାୟ, ସ୍ୱଇଚ୍ଛାରେ ମୁଁ କୌଣସି ପୁରୁଷକୁ ସ୍ପର୍ଶ କରିବି। ତେଣୁ ତୁମେ ଯାଇକିରି ପ୍ରଭୁଙ୍କର ଏ ସମାଚାର ଦିଅ ଯେ ରାବଣ ମୋତେ ସମୟ ଦେଇଛନ୍ତି 2 ମାସ ସମୟ ଦେଇଛନ୍ତି। ଯଦି ତାଙ୍କର ପାଟରାଜି ନ ହେବି ତାହେଲେ ସେ ମୋତେ ମାରିଦେବେ। ଏ 2 ମାସ ଭିତରୁ କେମିତି ପ୍ରଭୁ ଏଠାକୁ ଆସି ରାକ୍ଷସମାନଙ୍କୁ ସଂହାର କରି ମୋତେ ଉଦ୍ଧାର କରିବେ, ତାପରେ ସେଇ ବ୍ୟବସ୍ଥା କର। ତ ସେତେବେଳେ ହନୁମାନ କହୁଛନ୍ତି ଯେ ପ୍ରଭୁ ଏହିପରି ଏକ ମୁଦି ଦେଇଥିଲେ, ସୀତାଦେବୀଙ୍କ ହାତରେ ଦେଲେ, ସୀତାଦେବୀ ଦୃଢ଼ ବିଶ୍ୱାସ ହେଇଗଲା ଏ ପ୍ରଭୁଙ୍କର ଦୂତ। ତେଣୁ ହନୁମାନ ଯେତେ ଫେରି ଯିବା ପାଇଁ ଚାହୁଁଛନ୍ତି, ୟାର ତ ଲଙ୍କା କାଣ୍ଡ ସବୁ ହେଇଛି, ସେ ପଡ଼ିବା ପଡ଼ିଆ ସେ କଥା ମୁଁ କହିଲି ସମୟ ନାହିଁ, ମୁଁ ସଂକ୍ଷେପ ଶେଷ କରିବାକୁ ଯାଉଛି। ତ ସେତେବେଳେ ସୀତା ହନୁମାନ କହୁଛନ୍ତି ଯେ ମୁଁ ଆପଣଙ୍କ ସହିତ ଭେଟିଛି, ଇଏ ପ୍ରଭୁଙ୍କୁ କେମିତି ଦୃଢ଼ ବିଶ୍ୱାସ କରାଇବି, ତେଣୁ କିଛି ଗୋଟେ ଦାବାକି ହେବ। ତ ସୀତାଦେବୀଙ୍କ ପାଖରେ ଗୋଟେ ଇଏ କ'ଣ ଥିଲା, ଶିରଭୂଷଣ, ଯେଉଁଟା ଜନକ ରାଜା ତାଙ୍କୁ ଦେଇଥିଲେ। ସେ ଶିରଭୂଷଣ ଇଏ ଇନ୍ଦ୍ର ଦେଇଥିଲା ଜନକ ରାଜାଙ୍କୁ, ଜନକ ରାଜା ବିବାହ ସମୟରେ ସୀତାଦେବୀଙ୍କୁ ଦେଇଥିଲେ। ଏଇ ଶିରଭୂଷଣ କେବଳ 3 ଜଣ ଜାଣନ୍ତି। ଏକ ଜନକ ରାଜା, ଦ୍ୱିତୀୟ ରାମଚନ୍ଦ୍ର, ଆଉ ତୃତୀୟ ସୀତାଦେବୀ, ଆଉ କେହି ଜାଣନ୍ତି ନା। ତେଣୁ ଏଇ ଶିରଭୂଷଣ ନେଇ ତୁମେ ପ୍ରଭୁ ସେଟା ବୁଝିପାରିବେ ଯେ ତୁମେ ମୋ ପାଖକୁ ଆସି ଭେଟିଥିଲ। ସେହିପରି ହନୁମାନ ସେ ସମାଚାର ନେଇ ଆସି ସେତେ ଉପସ୍ଥିତ ହୋଇଗଲେ। କେଉଁଠାରେ? ସେ ମହେନ୍ଦ୍ର ପର୍ବତ, ତ୍ରିକୁଟ ପର୍ବତ ଲମ୍ବଦେ ଆସି ଉପସ୍ଥିତ ହୋଇଗଲେ। କେଉଁଠାରେ? ମହେନ୍ଦ୍ର ପର୍ବତ। ଆଉ ସେ ତାଙ୍କର ସାଙ୍ଗ ପାଙ୍ଗ ଯେତେ ବାନରମାନେ ଗୋଟେ ଗୋଡ଼େ ଠିଆ ହେଇଥିଲେ, ହନୁମାନ ଆସି ଉପସ୍ଥିତ ହେଇଯାଇଛନ୍ତି। ହନୁମାନ ଲାଞ୍ଜ ହଲାଉଛନ୍ତି। ଏମାନେ ସହିତ ବୁଝିପାରିଲେ ସମାଚାର ମିଳିଯାଇଛି। ଏମାନେ ବହୁତ ଆନନ୍ଦିତ ହେଇଗଲେ। ବାନରମାନେ ଯେତେ ଲାଞ୍ଜ ହଲାଇଥିବେ ସେମାନଙ୍କ ମଧ୍ୟରେ ବହୁତ ଆନନ୍ଦ। କୁକୁର ଯେମିତି ଲାଞ୍ଜ ହଲାଇଥିବ ସେ କାମୁଡ଼ିବ ନାହିଁ, ଆନନ୍ଦରେ ଏହିପରି ଭାବରେ ହନୁମାନ ଆସି ଉପସ୍ଥିତ ହେଇଗଲେ। ସମାଚାର ଦେଲେ, ଆନନ୍ଦରେ ସବୁ ଉନ୍ନତ ହେଇଗଲା। ଆମର ଆଉ 5 ମିନିଟ୍ 7 ମିନିଟ୍ ସମୟ ରହିଛି। କଥା ବଢ଼ାଇବ ନା। ବର୍ତ୍ତମାନ ଯୁଦ୍ଧ ଆରମ୍ଭ କରିଦେବା, ଲଙ୍କା ଯୁଦ୍ଧ। ଏ ସବୁ ଏହିପରି ଯେତେବେଳେ ହୋଇଛନ୍ତି ଲଙ୍କା ଯୁଦ୍ଧର ଆୟୋଜନ। ତେଣୁ ଇଏ ମାନେ ମହେନ୍ଦ୍ର ପର୍ବତରୁ ଲଙ୍କାକୁ ପହଞ୍ଚିବା ପାଇଁ ସମସ୍ତ ବାନରଙ୍କ କୌଣସି ସାମର୍ଥ୍ୟ ନାହିଁ। କେତେ 3-4 ଜଣଙ୍କର ସାମର୍ଥ୍ୟ ଅଛି। এই সমস্ত বানর কেমতি লঙ্কাকে উপস্থিত হবে, ইয়ে প্রথম কথা উঠায়। তো সেতবে পরামর্শ এই সিদ্ধান্ত আসিগল যে সমুদ্রের উপরে যদি গোটে সেতু নির্মাণ করা যাব তাহলে সমস্ত বানর সেতু দিয়ে লঙ্কাকে পৌঁছাই পারবে। রামচন্দ্র সে সমুদ্র কূলে আসি আসন পকাইকি সেতে সমুদ্র দেবକୁ আহ্বান কলে। 3 দিন 3 রাত্রি জগিকি তাଙ୍କ পাখে বসিଥିଲେ কে? লক্ষ্মণ। তেইপরি সমুদ্র দেব তথাপি দর্শন দেই নথিলে। সেতে রামচন্দ্রଙ୍କ মନରେ ବହୁତ କ୍ରୋଧ ଜାତ ହେଇଗଲା। ଲକ୍ଷ୍ମଣ କହିଲେ ମୋର ଧନୁ ଅଶ୍ୱର ଦିଅ, ଏ ସମୁଦ୍ରକୁ ଶୁଖେଇ ଦେବେ। ଏ କଥା କହିଲେ ସମୁଦ୍ରକୁ ରାମଚନ୍ଦ୍ର ଭଗବାନ ଯାହା ଇଚ୍ଛା ତାହା କରିପାରିବେ, ସମୁଦ୍ରକୁ ଶୁଖେଇ ଦେଇପାରିବି। ସେତେବେଳେ ସମସ୍ତେ ଅନାୟାସରେ ଲଙ୍କାକୁ ପହଞ୍ଚେଇ ପାରିବେ। ଆଉ ଭିନ୍ନ ଭିନ୍ନ ମତ ରହିଛି, ଆମେ ଅଧିକ ମତ ଭିତରେ ଯାଉନି। এইপরি কিংবা এইপরি যদি কথা কহিলে যেত ধনুরে তীর যোজনা করলে
সমুদ্রদেব ভয়ভীত হয়ে গেল। ভয়ভীত হয়ে সে সঙ্গে সঙ্গে সেটারে আসি প্রকট হয়ে গেল। ନିଜର ଭୁଲ କ୍ଷମା ପ୍ରାର୍ଥନା କରିଛନ୍ତି। ସେଟା ରାମଚନ୍ଦ୍ର କହୁଛନ୍ତି ଯେ ମୁଁ ଯେହେତୁ ଧନୁରେ ଏ ତୀର ଯୋଜନା କରିଛି ମୋତେ ବ୍ୟର୍ଥ ହେବାର ନାହିଁ, କେଉଁଠାରେ ମୁଁ ପକାଇବି। ତ ସମୁଦ୍ର ଦେବ ସେ ହାତ ଯୋଡ଼ିକି କହିଲେ ଉତ୍ତର ଦିଶାରେ ସେଠାରେ ଗୋଟେ ଦ୍ରୁମକଳ୍ପ ସ୍ଥାନ ରହିଛି। କଥା ବୁଝିପାରୁଛନ୍ତି? ଗୋଟେ ସ୍ଥାନ যেটার আবির মানে এ সমস্ত অভিশপ্ত ব্যক্তিମାନେ সেখানে বাস করছেন, ସେମାନେ ମୋର ସମୁଦ୍ର ଜଳ ପାନ କରିଛନ୍ତି, ସେଇଠାରେ ପକାନ୍ତୁ। ତା ସମୁଦ୍ର ଦେବଙ୍କ ଅନୁରୋଧରେ ଇଏ ସେତେବେଳେ ରାମଚନ୍ଦ୍ର ସେଇ ତୀର ନିକ୍ଷେପ କଲେ। ଆଉ ସେଇ ତୀର ଦ୍ରୁମ ସ୍ଥଳୀ ସେଠାରେ ପକେଇଲେ, ସେଠାରେ ଜଳ ସବୁ ଶୂନ୍ୟ ହେଇଗଲା। ଆଉ ସେ ମୋର ହେଇଗଲା କ'ଣ ମରୁଭୂମିରେ, କିନ୍ତୁ ମରୁଭୂମିରେ ସେ ଉର୍ବର ଭୂମିରେ ପରିଣତ ହେଇଗଲା, ଦେବଭୂମିରେ। ସେଠାରେ ଯେତେ ସବୁ ବିବିଧ ପ୍ରକାର ସବୁ ବୃକ୍ଷ ଫଳ ସବୁ ଧରିଗଲା। ଭଗବାନ ରାମଚନ୍ଦ୍ରଙ୍କ ଆଶୀର୍ବାଦ। ତ ଏହିପରି ଦେଖାଯାଉଛି ଇଏ ମାନେ ଏହିପରି ସମୁଦ୍ର ଉପର ଦେଇ 100 ଯୋଜନ ଏକ କ'ଣ ସେତୁ ନିର୍ମାଣ କଲେ। ଏ ସେତୁ ନିର୍ମାଣ ପାଇଁ ସମୁଦ୍ର ଦେବ କାହାକୁ ନିଯୁକ୍ତ କରାଇଲେ? ବିଶ୍ୱକର୍ମାଙ୍କର ପୁତ୍ର ନଳ। ଏ ବିଶ୍ୱକର୍ମାଙ୍କର ଭଳି ଏହିପରି ମାନେ ଶକ୍ତି ସମ୍ପନ୍ନ ବା ସେହିପରି ଶିଳ୍ପୀ। ସେତେବେଳେ ଯେତେ ସବୁ ପାହାଡ଼ ପର୍ବତ ସବୁ ଅଣାଯାଉଥିଲା, 5 ଦିନରେ ସେତୁ ନିର୍ମାଣ ହେଇଯାଇଥିଲା। କେତେ ଦିନ? 5 ଦିନ। ପ୍ରଥମ ଦିନରେ ଏହିପରି ଚଉଡ଼ା ହେଉଛି 120 କିଲୋମିଟର। ଏ ପ୍ରସ୍ତର ରାସ୍ତା ମାନେ ଜଳର ଉପରେ ଭାସିଛି। ଚଉଡ଼ା କେତେ? 120 କିଲୋମିଟର। ଏହିପରି ପ୍ରଥମ ଦିନ 14 କିଲୋମିଟର ରାସ୍ତା ନିର୍ମିତ ହେଇଗଲା। 14 କିଲୋମିଟର କେତେ କିଲୋମିଟର? এই 14 যোজন, সরি 14 যোজন, 14 যোজন রাস্তা নির্মিত হয়ে গেল প্রথম দিনে। 14 যোজন মানে কত কিলোমিটার? 168 কিলোমিটার। মানে গোটে যোজন মানে 12 কিলোমিটার। এইপরি। তারপরে দ্বিতীয় দিনের দেখুন এত মানে লম্বা রাস্তা তৈরি এতে লক্ষ লক্ষ বানর। ये जन दुई जन ना लक्ष लक्ष कोटि कोटि बानर पृथ्वी जिते सब बानर समस्त उपस्थित होती। द्वितीय दिन में रास्ता निर्मित है 20 योजन। 20 योजन मान केते किलोमीटर? 240 किलोमीटर। तापरे तृतीय दिन में 21 योजन केते किलोमीटर? झटपट 252 किलोमीटर। 3 दिन हो गला। चतुर्थ दिन में 23 योजन 276 76 or 73 76 कैलकुलेशन ठीक है तो अब लास्ट पंचम दिन 23 योजन 276 सही कथा। तार 5 दिन 100 योजन रास्ता निर्मित हो गला। प्रथम दिन 14 योजन, द्वितीय दिन में 20 योजन केते 34। तृतीय दिन 21 योजन केते 55। और 2 दिन 23 योजन केते 100 योजन कोना ना 100 योजन हो गला। कोना हिसाब है 100 नहीं हो। 23 केते 40। 55 थिला गोटे कमी दियो।
প্রথম দিন 14, তারপর দিন 20, তারপর দিন 21 টা 20 করবেন, হ্যাঁ 20 হয়ে গেল, আর তারপরে 2 দিন 23 তারিখ হিসাব হয়ে গেল 100 জন। হ্যাঁ এই রাস্তা 100 সুইগির उत्तर दिला हो गया, उल्टा पलटा उत्तर 1200 किलोमीटर। कितने 1200 किलोमीटर लंबा और 120 किलोमीटर चौड़ा। এইপরি লক্ষ লক্ষ বাংলার সঞ্চিবে এই রাস্তা গ্র্যান্ড টাইম রোড। তাই মানুষ সেনাবাহিনীকে উপস্থিত হবে। তা আমি পড়তে শেষ করে আছে, সময় তো আয়ুষ শেষ হয়, পড়তে আয়ুষ শেষ অবস্থায় যেତିକି হচ্ছে, হ্যাঁ ঠিক আছে ঠিক আছে ধৈর্য ধরুন। এইপরি যুদ্ধ আরম্ভ হয়ে যাইছে। বর্তমানে দেখা যাচ্ছে আমি সমস্তকে মারি দেবো, হ্যাঁ কেন আমার সময় নাই, আয়ুষ শেষ, হ্যাঁ গোটা হয়ে যাচ্ছে। ରାବଣଙ୍କ ଦ୍ୱାରା ପ୍ରେରିତ ଯେତେ ସବୁ ବୀରମାନେ ଆସୁଥିଲେ ତାଙ୍କ ପୁତ୍ରମାନେ ଏ ସମସ୍ତେ ନିହତ ହେଲେ। ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ବାନରମାନଙ୍କର ହନୁମାନଙ୍କର ଦ୍ୱାରା ସବୁ ନିହତ ହେଲେ। ଏମିତିକି କୁମ୍ଭକର୍ଣ୍ଣ ନିହତ ହେଇଗଲେ, ବିଶାଳ ଦେହଧାରୀ। କୁମ୍ଭକର୍ଣ୍ଣଙ୍କ ଦେହ ଦେଖି ରାମଚନ୍ଦ୍ର ଡରି ଯାଇଥିଲେ। ଭଗବାନ ରାମଚନ୍ଦ୍ର ଡରି ଯାଇଥିଲେ। ସେ କହି ଉଠିଲେ, ପୃଥିବୀ ପୃଷ୍ଠରେ ଆଜି ପର୍ଯ୍ୟନ୍ତ ଏହିପରି ଶରୀର ମୁଁ ଦେଖିନଥିଲି। କିଏ ଇଏ? ବିଭୀଷଣ ତାର ପରିଚୟ ଦେଲେ। ଯାହା ବେଶୀ କଥା ଭିତରେ ଯିବା ନାହିଁ। ଏହିପରି ଦେଖାଯାଉଛି ସେ କୁମ୍ଭକର୍ଣ୍ଣ ନିହତ ହେଇଗଲେ। ଏହିପରି ତାପରେ ରାବଣଙ୍କର ଆଉ ଯେତେ ସବୁ ପୁତ୍ରମାନେ ଥିଲେ, ସେନାପତିମାନେ ଥିଲେ, ଏ ସମସ୍ତଙ୍କୁ ସମସ୍ତେ ନିହତ ହେଲେ। ଶେଷରେ ବାକି ଥିଲା ଜଣେ ରାବଣଙ୍କର ସବୁଠାରୁ ବଳଶାଳୀ ପ୍ରଭାବଶାଳୀ ପୁତ୍ର କିଏ? ଇନ୍ଦ୍ରଜିତ। ଯିଏକି ଇନ୍ଦ୍ରକୁ ଜୟଲାଭ କରିଥିଲେ, ପରାସ୍ତ କରିଥିଲେ। ଇନ୍ଦ୍ରକୁ ବାନ୍ଧିକିରି ଆଣି ଲଙ୍କାରେ ବନ୍ଦୀ ଦଶାରେ ରଖିଥିଲେ ନା କ'ଣ? ତାଙ୍କ ନାଁ ହେଉଛି ଇନ୍ଦ୍ରଜିତ। ଇନ୍ଦ୍ରଜିତ ସେ ବ୍ରହ୍ମାଙ୍କ ଠାରୁ ଏହିପରି ବର ପ୍ରାପ୍ତ ହେଇଥିଲେ, ଅଦୃଶ୍ୟ ଭାବରେ ଆକାଶମାର୍ଗ ଅବସ୍ଥାନ କରି କେବଳ ବାଣ ବର୍ଷଣ କରିଥିଲେ, ତାଙ୍କୁ କେହି ଦେଖିପାରିବନି। ଆମେ ଏଇ କଥା ରାଖିଯିବା। ଏତେ ରାମ କଥା ତ ସରିବାର ନାହିଁ, ଆମେ ଶେଷ କରିବା ପାଇଁ ଚାହୁଁଛୁ। ଏହିପରି ଇନ୍ଦ୍ରଜିତ ଅତ୍ୟନ୍ତ ଉତ୍କ୍ଷିପ୍ତ ହୋଇ ରାବଣଙ୍କ ଦ୍ୱାରା ପ୍ରେରିତ ହୋଇ ସେ ଆସି ଉପସ୍ଥିତ ହେଇଗଲା। ଏହିପରି ଅଦୃଶ୍ୟ ଭାବରେ ଆକାଶ ମାର୍ଗରେ ମାନେ ବାଣ ବର୍ଷଣ କରିଛନ୍ତି। ରାମଚନ୍ଦ୍ର ସେଇ ଭଗବାନ ରାମଚନ୍ଦ୍ର ସେଇ ସ୍ୱର ଦେଖି ସେ ସ୍ୱର ନିକ୍ଷେପ କରିଛନ୍ତି, ତାଙ୍କୁ କିଛି ହେଉନାହିଁ, ଦେଖିପାରୁନାହାନ୍ତି। ରାମଚନ୍ଦ୍ର ଫେଲ୍ ମାରିଗଲେ। ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ ସମସ୍ତେ ଫେଲ୍ ମାରିଗଲେ, ମାନେ ଇନ୍ଦ୍ରଜିତକୁ କ୍ୟାପଚର କରି ପାରିଲେ ନାହିଁ। କିନ୍ତୁ ରାମଚନ୍ଦ୍ର ପରାମର୍ଶ ଦେଉଛନ୍ତି ଲକ୍ଷ୍ମଣଙ୍କୁ, ଯିଏ ଅଦୃଶ୍ୟ ଭାବରେ ଇଏ ସ୍ୱର ନିକ୍ଷେପ କରୁଛି, ତେଣୁ ତାହାକୁ ଆମେ କେହି ପରାସ୍ତ କରିପାରିବା ନାହିଁ। ସବୁଠାରୁ ଅଚ୍ଛ ହେବ କ'ଣ ଯେ ଆମେ ସ୍ୱଇଚ୍ଛାରେ ଏହିପରି ତାଙ୍କର ସ୍ୱର ନିକ୍ଷେପ ଆମେ ସହିଯିବା, ଏହିପରି ଅଚେତ ହୋଇ ଅବସ୍ଥାରେ ପଡ଼ିଯିବା। ଆଉ ଇନ୍ଦ୍ରଜିତ ଯେତେବେଳେ ଦେଖିବେ ଏହିପରି ତାଙ୍କ ସ୍ୱର ଦ୍ୱାରା ରାମ, ଲକ୍ଷ୍ମଣ ଏ ସମସ୍ତ ନିହତ ହେଇଛନ୍ତି, ଆଉ ବଡ଼ ବଡ଼ ସବୁ ବାନରମାନେ ଏମାନେ ସମସ୍ତେ ନିହତ ହେଇଛନ୍ତି, ଲକ୍ଷ ଲକ୍ଷ ସବୁ ବାନରମାନେ ସବୁ ଧରାଶାୟୀ ହେଇ ପଡ଼ିଛନ୍ତି। ଇଏ ଦେଖି ସେ ଅତ୍ୟନ୍ତ ଆନନ୍ଦ ଉତ୍ଫୁଲ୍ଲ ହୋଇ ଯୁଦ୍ଧକ୍ଷେତ୍ର ଛାଡ଼ି ଲଙ୍କାକୁ ଫେରିଯାଇ ତାଙ୍କ ପିତାଙ୍କୁ ସମାଚାର ଦେଲେ। ସେହିପରି ଇଏ ଇନ୍ଦ୍ରଜିତ ସେ ବ୍ରହ୍ମାସ୍ତ୍ର ନିକ୍ଷେପ କରିଛନ୍ତି। ଇନ୍ଦ୍ରଜିତ ବ୍ରହ୍ମାସ୍ତ୍ର ନିକ୍ଷେପ କଲେ, ବ୍ରହ୍ମାସ୍ତ୍ରକୁ ସମ୍ମାନ ଦେବା ପାଇଁ ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ ସ୍ୱଇଚ୍ଛାରେ ଅଚେତ ହୋଇ ଭୂମିରେ ପଡ଼ିଗଲେ। ଶୋଇଗଲେ ହବ, ଭୂମିରେ ଅଚେତ ହୋଇ ପଡ଼ିଗଲେ। ଏହିପରି ସମସ୍ତେ ଜାମ୍ବମାନ ଆଦି ସମସ୍ତେ ଅତ୍ୟନ୍ତ ମାନେ ଆଘାତ ପ୍ରାପ୍ତ ହୋଇ, ଇନ୍ଦ୍ରଜିତଙ୍କ ସ୍ୱର ଦ୍ୱାରା ଆଘାତ ପ୍ରାପ୍ତ ହୋଇ ସମସ୍ତେ ଅଚେତ ହୋଇ
ପଡ଼ିଗଲେ। କେବଳ 2 ଜଣ ବ୍ୟକ୍ତି, କେବଳ ହନୁମାନ ବ୍ରହ୍ମା ବଡ଼ ଦେଇଦେଲେ କ'ଣ ଯୁଦ୍ଧରେ ସେ ଅଜୟ, କେହି ତାହାକୁ ପରାସ୍ତ କରିପାରିବ ନାହିଁ। ଆଉ ବିଭୀଷଣ ସେହିପରି ହନୁମାନ ଆଉ ବିଭୀଷଣ 2 ଜଣ। ସେ ତ ସନ୍ଧ୍ୟା ହେଇ ଆସିଛି, ଇନ୍ଦ୍ରଜିତ ଫେରି ଯାଇଛନ୍ତି, ଯାଇ ଖବର ଦେଲେ କାହାକୁ, ମାନେ ରାବଣକୁ, ଏଇ ସମସ୍ତଙ୍କୁ ସେ ସଂହାର କରିଛନ୍ତି। ଆଉ ଯେତେବେଳେ ସମାଚାର ପ୍ରାପ୍ତ ହେଲା, ଆନନ୍ଦରେ ଉନ୍ମତ୍ତ ହୋଇ ରାବଣ ସିଂହାସନରୁ ତଳକୁ ଉଡ଼େଇ ଆସି ନିଜ ପୁତ୍ରକୁ କୁଣ୍ଡେଇ ଧରିଲେ, ଆଉ ଭୁରି ଭୁରି ପ୍ରଶ୍ନ କରିବାକୁ ଲାଗିଲେ। ଆଉ ରାକ୍ଷସ ମାନେ ଆସି ସମସ୍ତେ ଜୟ ଇନ୍ଦ୍ରଜିତଙ୍କୁ ଜୟ, ଆରେ ଜୟ ରାମଚନ୍ଦ୍ରଙ୍କୁ ଜୟ। ରାମ ଭକ୍ତ ଧରେ ଇନ୍ଦ୍ରଜିତଙ୍କ ଭକ୍ତ। এইপরি রাক্ষস মধ্যে এইপরি জয় ধরি রয়েছেন না, ଏହା ସବୁ ଅଚେତନ ଏମିତି ସମୟରେ ବିଭୀଷଣ ଆଉ ହନୁମାନ ମଶାଲ ବୁଝିପାରୁଛନ୍ତି ତ? ମଶାଲ ଧରି ଦେଖୁଛନ୍ତି। ଏଇପରି ସମସ୍ତେ ଭଗବାନ ରାମଚନ୍ଦ୍ର କୋଟାରେ ପଡ଼ିଛନ୍ତି, ଅନ୍ଧାର ହେଇଯାଇଛନ୍ତି। ଆଉ ଲକ୍ଷ୍ମଣ କୋଟାରେ ପଡ଼ିଛନ୍ତି, ଜାମବନ କୋଟାରେ, ଦ୍ୱିବିଧ କୋଟାରେ ପଡ଼ିଛନ୍ତି, ବଡ଼ ବଡ଼ ବାନର କୋଟା ସବୁ ପଡ଼ିଛନ୍ତି। ଦେଖୁଛନ୍ତି, ଦେଖି ସେତେବେଳେ ଜାମ୍ବବାନ ପାଖକୁ ସେ ଆଶୁତୋଷ ହେଇଗଲା। ଜାମ୍ବବାନ ଅତ୍ୟନ୍ତ ଆଘାତପ୍ରାପ୍ତ ହେଇ ସେ ଏତେ କ୍ଷୀଣବଳ ହେଇଯାଇଥିଲେ, ଅଚେତ ହେଇପଡ଼ିଥିଲେ। କୌଣସି ଉପାୟରେ ଆଖି ମେଳା କଲେ। ସେତେବେଳେ ହନୁମାନ ପଚାରୁଛନ୍ତି ବିଭୀଷଣ ଆଉ ହନୁମାନଙ୍କୁ, ବିଭୀଷଣକୁ ପଚାରୁଛନ୍ତି, ଆଚ୍ଛା ହନୁମାନ ଜୀବିତ ଅଛନ୍ତି କି? ବିଭୀଷଣ ଏ କଥା ଶୁଣି କହୁଛନ୍ତି, ଆପଣ କାହିଁକି ହନୁମାନଙ୍କ କଥା କହୁଛନ୍ତି? କାହିଁ ଭଗବାନ ରାମଚନ୍ଦ୍ର, ଲକ୍ଷ୍ମଣ ଏମାନଙ୍କ କଥା କାହିଁକି କହୁନାହାନ୍ତି? ସେଟା ଜାମ୍ବବାନ କହୁଛନ୍ତି, ଯଦି ହନୁମାନ ଜୀବିତ ରହିବେ ତାହେଲେ ଜାଣିବାକୁ ହେବ ଯେତେ ମରିଯାଇଛନ୍ତି ସମସ୍ତେ ପୁନର୍ଜୀବିତ ହୋଇ ଉଠିବେ। এইଥର ଗୋଟେ ଥର ଜୟ ହିନ୍ଦ ଯାଅ, ଜୟ ହନୁମାନ ଏନେ ବୁଝିଗଲା ହନୁମାନଙ୍କର। ସେତେବେଳେ କ'ଣ ଧର ତ ପୁଣି କହୁଛନ୍ତି, ଆଉ ଯଦି ହନୁମାନ ମରିଯାଇଥିବେ ଆଉ ସମସ୍ତେ ସେଇଠି ଜୀବିତ ରହିଲେ ବି ସମସ୍ତେ ହିଁ ମୃତ। ଏ କଥା କିଏ କହିଲେ? ଜାମ୍ବବାନ ସେତେବେଳେ ହନୁମାନଙ୍କୁ କହୁଛନ୍ତି, ହନୁମାନ তুমি বর্তমান এইটি জীব কেউটা কি হিমালয়, সেইটার হিমালয় পাখে গোটে ঋষভ পর্বত রয়েছে। আর ঋষভ পর্বত আর কৈলাস পর্বত এ মঝিরে গোটে মহোদয় পর্বত রয়েছে, যে পর্বত অতি দীপ্তিমান। সেইটার যেতে সব জড়িবুটি সেটারে রয়েছে। তুমি 4 প্রকার জড়িবুটি সেইটি নিয়ে আসিব। কেউ 4 প্রকার? মৃত সঞ্জীবনী, বিশল্যকরণী, আর হচ্ছে ভুলে যাচ্ছি কথাটা মনে আসেনি দেখে। আর গোটে হচ্ছে কেন সাবর্ণকরণী। কেতটা হল? মৃত সঞ্জীবনী, তারপরে বিশল্যকরণী, সাবর্ণকরণী আর সন্ধানকরণী। এই 4 প্রকারের জড়িবুটি। এই 4 প্রকার জড়িবুটি দ্বারা কোন কাম হয়ে বর্তমান ধ্যান সাগরে শ্রবণ করন্তু। এই বর্তমানে কেউ নিদ্রা যাব না, কান্তরে কেউ লগিকি শুইব না, কান্তরে সব আগুন পড়ে শুইযাব। বর্তমান শুনন্তু 4 প্রকার জড়িবুটি।
प्रथम जड़ीबूटी हूँ मृत संजीवनी, जहाँ जने मृत लोक को मत जीवन दान कर। मृत संजीवनी कौन कहा? हाँ, मृत व्यक्ति को जीवन दान करता है। हाँ, पता बुझेगा? ए जाओ जाओ सही है, जय माता जी कांतर वाली गिरी पर कोई कांतर लगी होने के कथा सुनो। तब द्वितीय कहा विषल्ल करणी। विषल्ल करणी काम कना सनंत ध्यान सहकारी जहाँ शरीर वित्त अस्त्र बाहर करने और आघात उपशम करने व्यवहृत होता। शरीर भीतर अस्त्र पशि जाए बाहर कर विषल्ल करणी। हाँ, और कौन आघात उपशम। हाँ, और कौन सी कौन हम ना पीड़ा हम ना जंत्रणा हम ना, ये विषल्ल करणी काम। कत बुझे केतोटी कथा कहगा? दुईटा पागल दुईटा कहगा আর দুইটা পাহা গেল শুই দিলা তার শুই দিলা সে তার পাইলে শুই সেই কথাই সে তার করে রিয়েলাইজ। তৃতীয় কাজ হল সাবর্ণকরণ। হ্যাঁ, সাবর্ণকরণের কাম কেন? যা শরীরকু তাহার পূর্ব অবস্থাକୁ ফেরাই আনি था। শরীরକୁ পূর্ব অবস্থা ফেরাই আনি। হ্যাঁ, এক কাজ হচ্ছে সাবর্ণ। सावन पूर्व जेपरी बर्म थिला ठीक सही परि आनी। हां, कथा बुझियाला? आ बाकी रहला कनो? हां, आ गोटे बाकी रहला संधान करो। हां, लास्ट ध्यान सागर श्रवण करनो। संधान करनी जा भग्न अस्थि को उपशम करिबा और छिन्न अंग को जोड़िबा पाई व्यवहृत होइथा। हां, देहर मांस छिंडी जाइछि। हाँ, पुण्य आसी जोड़ी तार चारि प्रकार ए जे मन रखिलो ए मन रखिलो चारि प्रकार कोन जोड़ी बूटी अरे तुम्हें शिवन का दल। हाँ, समर चारि प्रकार कहा गला मृत संजीवनी, विषल्ल करणी, सावर्णीकरणी। हाँ, मन रहिला हनुमान आम बर्तमान करिया पिल्ले माने दो करे हमारा आयुष शरीर मैं बर्तमान हमारे श्री रामंकर बोले आयुष शरीर मृत अवस्था है। हाँ, मृत अवस्था जल्दी कह ये रामंकर लक्ष्मण समस्त मृत अवस्था। हाँ, अचेत अवस्था माने मृत अवस्था। बर्तमान हनुमान से लंफ देले कौटू लंफ देले। हाँ, हाँ, अरे सब हजम कर दे पेटे किसी ना। हाँ, कौटी लंब दे। हाँ, लंकर कौटी से हनुमान पर्वत पर त्रिकूट पर्वत त्रिकूट किसी शुणना सब ये हनुमान कही जाए त्रिकूट पर्वत लंफ दे हनुमान गोटे डेंगा मारी कौटा गले हिमालय। हाँ, हिमालय बहुत सब पर्वतमान। हाँ, देखुं इंद्र वरुण चंद्र समस्त आलस देखुं। हाँ, देखे देखे ऋषभ पर्वत कैलास ये देखिले और दुई पर्वत मझिरे महोदय पर्वत अति दीप्तिमान। हनुमान देखी चकित हो गल कारण से जोड़ी बूटी से रही महोदय पर्वत रे और सी एत दीप्ति माने विचलित होची हनुमान देखी चकित हो गल। और हनुमान जिते से आसी जाइछंती ये जोड़ी बूटी सब दीप्ति लुचि मैंने कौन से अन्य व्यक्ति से आसी उपस्थित हो जोड़ी बूटी निज निज प्रभाव निश्चित आगे बुझीपारे। हनुमान आसी अनुसंधान कर कौन सी जगह से देख पार चारि प्रकार जोड़ी बूटी। हनुमान अत्यंत क्रोधित हो गले से कहते जदि ये चारि प्रकार जोड़ी बूटी पकड़ न हो मुष्टाघात द्वारा ये पर्वत को चूर्ण विचीर्ण करदेवी तथापि जोड़ी बूटी प्रकटित है ना। हाँ, देखी
ହନୁମାନ ନିରୁପାୟ ହୋଇ ସିଏ କ'ଣ କଲେ ପର୍ବତକୁ ଉଠେଇଲେ। ହଁ ଦେଖନ୍ତୁ ଏ ରାତି ଭିତରେ କାମ କରିବା କେବଳ ଇଏ ପର୍ବତକୁ ଉଠେଇ ନେଲେ। ହଁ ସେ ଅନୁସନ୍ଧାନ କରିପାରିଲା ନାହିଁ ବିଶଲ୍ୟ କରିନି କ'ଣ ମୃତ ସଞ୍ଜୀବନୀ କ'ଣ ସାବର୍ଦ୍ଧ କରନି କ'ଣ ହଁ ସନ୍ଦିନୀ କ'ଣ କରନି କ'ଣ ବୁଝିପାରିଲୁ ପର୍ବତକୁ ଉଠେଇକିରି ସେଇଠୁ ଗୋଟେ ଲମ୍ଫ ଦେଇ ଆସି ଉପସ୍ଥିତ ହେଇଗଲେ କେଉଁଠାରେ ତ୍ରିକୁଟ ପର୍ବତ ଘଟ ଗୀତ ଦେବ ନା ତ୍ରିକୁଟ ପର୍ବତ ଆସି ଆଉ ହନୁମାନ ଏହିପରି ପର୍ବତ ଆଣି ଉପସ୍ଥିତ ହେଇଯାଇଛନ୍ତି। ଏ ସବୁ ମାନେ ମାନବମାନଙ୍କର ଯେ ବୈଦ୍ୟ ସେ କିଏ ମାନବମାନଙ୍କର ବୈଦ୍ୟ ସୁସେନ ନା ଶୁଣିଛନ୍ତି ମାନବମାନଙ୍କର ବୈଦ୍ୟ আর সুষমা হয়েছে তারাঙ্কর পিতা কথা বুঝতে তারা কি বালিঙ্কর স্ত্রী তারা কথা বুঝতে পারলো তো ক্লিয়ার হয়ে গেল। হ্যাঁ এই সুষমা মানব মন্ত্র বৈদ্য তাঁর পিতা হচ্ছেন তারা বিবাহ হয়েছিল কাହା ସହିତ ବାଲିଙ୍କ ସହିତ ବର୍ତ୍ତମାନ ବାଲି ରାମଙ୍କ ଦ୍ୱାରା ନିହତ ହେଇଯାଉଛନ୍ତି। ବର୍ତ୍ତମାନ ତାରା ଏ ପ୍ରଥା ଅନୁସାରେ ବର୍ତ୍ତମାନ ସୁଗ୍ରୀବଙ୍କର ରାଣୀ ହେଇଛନ୍ତି ପାଟରାଣୀ କଥା ବୁଝିଗଲା କ୍ଲିୟର ହେଇଗଲା। ସୁସେନ ସେ ତ ହନୁମାନଙ୍କ ବହୁତ ପ୍ରଶଂସା କରିବାକୁ ଲାଗିଲେ ହନୁମାନଙ୍କ ବହୁତ ପ୍ରଶଂସା କଲେ। ତାପରେ ସେ 4 ପ୍ରକାର ଜଡ଼ିବୁଟି ସେ ସେଇଥିରୁ ବାହାର କଲେ କରି ଏହିପରି ପ୍ରଥମେ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ଇଏ ପାଖକୁ ଆଣିବା ସାଙ୍ଗେ ସାଙ୍ଗେ ଚେତା ଫେରି ଆସିଲେ ପୁନଃଜୀବିତ ହେଇଗଲେ। ଯେତେ ସବୁ ମରି ପଡ଼ିଥିଲେ ବାନରମାନେ ଲକ୍ଷ ଲକ୍ଷ କୋଟି କୋଟି ସବୁ ବାନରମାନେ ଇଏ ଦ୍ୱିବିଧ ଇଏ ମହେନ୍ଦ୍ର ଆଦି ଯେତେ ନଳ ନୀଳ ଯେତେ ସବୁ ମରି ପଡ଼ିଥିଲେ ସମସ୍ତଙ୍କ ନାକ ପାଖକୁ ଜଡ଼ିବୁଟି ଆଣିବା ଯୋଗୁଁ ସମସ୍ତେ ହିଁ ପୁନଃଜୀବିତ ହେଇଗଲେ। ଏହା ହେଉଛି ହନୁମାନ ଏହିପରି କାର୍ଯ୍ୟ ହେଇଗଲା। ପୁଣି ସେଇ ରାତ୍ରିରେ ସେଇ ପାହାଡ଼କୁ ପୁଣି ନେଇ ଡେଙ୍ଗା ମାରି ପୁଣି ସେଠାରେ ରଖିଲେ ଯେଉଁଠାରେ ଥିଲା ଯେମିତି ଥିଲା ସେମିତି ପୁଣି ସେଠି ଡେଙ୍ଗା ମାରି ପୁଣି ଏଠାକୁ ଆସିଲେ। ହରେ କୃଷ୍ଣ କ'ଣ କଥା ଶେଷ କରିବା ନା କ'ଣ ଶେଷ କରିବୁ ନା ଆଉ ଟିକେ ପଢ଼େଇବା ଆଉ ଟିକେ ପଢ଼ିବା ଚାଲ ଟିକେ ଖାଲି এইপরি ভাবে এই তো সব মরি যাইছিল পুনি জীবিত হয়ে গেল। রাবণ দেখি চকিত হয়ে গেল ইয়ে মানে বারংবার মরছেন বারংবার জীবিত হয়ে যাচ্ছেন। রাবণ চকিত হয়ে গেল ইয়ে মানে পুনি জয় ধ্বনি দেলে যেতেবেলে জয় জয় শ্রীরাম জয় হ্যাঁ এইপরি যত জয় ধ্বনি দেলে রাবণ সে চকিত হয়ে গেলেন কিন্তু সমস্ত মরি যাইছিল কেমিতি জীবিত হয়ে গেল। আর ইয়া দেখি ইন্দ্রজিৎ ক্রোধ জাত হয়ে গেল পুনি সে আসলে নিকুম মহিলা যজ্ঞস্থলীকে যাই অগ্নিদেবଙ୍କୁ প্রসন্ন বিধান করে অগ্নিদেবଙ୍କୁ আশীর্বাদ নেই এইপরি সরসজ্জিত হয়ে অদৃশ্য ভাବରେ সে পুনি এইপরি ବର୍ଷଣ କରିଛି। ଯେତେବେଳେ ଏହିପରି କରିଛି ସେ ଯେତେବେଳେ ଯାଉଥିଲେ ନିକୁମିଲା ଯଜ୍ଞ ସ୍ଥଳୀକୁ ଅଗ୍ନିଦେବଙ୍କୁ ଇଏ କରିବା ପାଇଁ ଆରାଧନା କରିବା ପାଇଁ ତାଙ୍କର ଆଶୀର୍ବାଦ ନେଇ ଯଦି ଆସିବେ କେହି ତାଙ୍କୁ ପରାସ୍ତ କରି ପାରିବେ ନା। ସେ ତ ବିଭୀଷଣ ପରାମର୍ଶ ଦେଲେ ଭଗବାନ ରାମଚନ୍ଦ୍ରଙ୍କୁ ବର୍ତ୍ତମାନ ନିକୁମିଲା ଯଜ୍ଞ ପୂର୍ଣ୍ଣ ହେବା ପୂର୍ବରୁ ଇନ୍ଦ୍ରଜିତକୁ ବଧ କରିବା କେବ ତା ନହେଲେ ଆଉ ଇନ୍ଦ୍ରଜିତକୁ କେହି ବଧ କରି ପାରିବ ନାହିଁ। ତେଣୁ ଲକ୍ଷ୍ମଣକୁ ଦିଅନ୍ତୁ ଲକ୍ଷ୍ମଣ ସେଇ କାମ କରିପାରିବେ କାହିଁକି ନା এইপরি যে নিষ্ঠা সহ 14 ବର୍ଷ অনাহারে অনিদ্রারে 14 ବର୍ଷ শুয়ে যাচ্ছে গোটে ঘন্টা ভিতরে 14 ବର୍ଷ অনিদ্রা অনাহারে এইপরি যে নিশ্চিত ব্রহ্মচর্য ব্রত পালন করবে
ସେଇ କେବଳ ଇନ୍ଦ୍ରଜିତକୁ ବଧ କରିପାରିବେ। ଆମେ ଏମିତି କଲେ ରାମଚନ୍ଦ୍ର ବଧ କରିପାରିବେ ନାହିଁ। ହଁ ଦେଖନ୍ତୁ ଇନ୍ଦ୍ରଜିତ ବଧ କରିବେ ଏତେ ସହଜ କଥା ନୁହେଁ। एकमात्र लक्षण 14 वर्ष किसी खाई नथिले किसी पी नथिले टिके भी विश्राम नहीं नथिले सुई नथिले निद्रा भी जाई नथिले तपस्या अद्भुत यही परि से लक्षण के विभीषण सेमान सहित हनुमान आदि विविध आदि समस्त देखगल इंद्रजित जिते बड़े यज्ञस्थल आसी से यज्ञ आहुति देवे गोटे छेड़ी को नहीं वो अग्नि पकई देवे अग्नि प्रकट हो अग्नि प्रकट हो से आशीर्वाद करेंगे आते इंद्रजीत जो युद्ध आसो कई परास्त कर कहीं अदृश्य भाव में ये तीर वर्षण कर देखिपार तार जो अश्व मान थे ये सब आकाश शून्य ये चलते बुले रथ में अद्भुत मैंने यहीपरि वीर बहुत दुष्कर मुझे रामचंद्र से फैलबार जाऊँ ना यहीपरि यज्ञ असमाप्त हवा पूर्व यहीपरि लक्षण से उपस्थित हो विभीषण परामर्श यहीपरि लक्षण स्वर निक्षेप कर ब्रह्मास्त्र द्वारा ये इंद्रजित को वध कर ये समाचार जिते बड़े रावण पाखक पंची गला रावण का डान हाथ कटिगला रावण का डान हाथ कटिगला रावण एत उत्कृत है उठे डान हाथ कटिगला अरे बाबा अरे कटिगला तो कटिगला नहीं से डान हाथ के रावण का डान हाथ इंद्रजित मरीगला यही परी से रावण अत्यंत क्रोधित हो आसी से मैदान में एक रहस्यमय भाला भाला बुझीपार बच्चा बच्चा बुझीपार बच्चा भाला भाला बुझीपार तो अमोघ बाण ये अव्याधि हो पार रावण पुत्र शोकरे तापर केते सपुत्र तो निहत हो जाती हृदय सब जीर्ण शीर्ण हो जाए लास्ट पुत्र थे एकमात्र संबल के इंद्रजीत सी निहत हो जाए रावण अत्यंत पुत्र सब उत्क्षिप्त हो आसी से शशुर शशुर किए रावण के शशुर हाँ अरे मयदान हाँ पता हाँ मयदान एक रहस्यमय भाला देखना भाला से भाला लक्षण प्रयोग करना लक्षण हृदय विदीर्ण है पशिगल लक्षण अचेत भूमिरूप बढ़ीगला या लक्षण शक्तिशाल या कौन कहा शक्ति भेद हाँ शक्ति भेद हाँ से भाला भाला या बुझना क्या वर्षा कहे ता बुझना भाला कहे हाँ शेलो कहे ता बुझना हाँ शक्ति भेद अच्छा शक्ति भेद का बुझ पाल नहीं समझते शक्ति भेद लक्षण अच्छे अवस्था सूर्य उदय हो गला लक्षण बचब ना सन्ध्या समय रात्रि रात्रि काम करवा के से हनुमान द्वितीय थर से निर्देश दिया सुसन यहीपरि 4 प्रकार जड़ीबूटी जो तुम नहीं आस से पुणी जीव ताकू नहीं आस पुणी हनुमान से त्रिकूट पर्वत लंब दे पुणी आसिल से हिमालय सियाड़े से महोदय पर्वत टेकिकी नहीं आसु गला पुणी एठारे से जुड़ीबूटी नहीं सुसन लक्षण नाक जो रखिले सामने लक्षण पुनश्चित यही थर भगवान रामचंद्र प्रतिज्ञा करले आओ रावण को ये जगत रखा नहीं रखा ना कौन हाँ रखा ना रखा नहीं बर्तमान रखीदेवा आम समय पद कर समय
আমি এটারে শেষে এই হনুমান এই করে হ্যাঁ এই ছাড়ান দেই হিমালয় ছাড়ান দেই এটা কিন্তু এটার ছাড়ান দেই সেটাকে সেটার ছাড়ান দেই একমাত্র হনুমান এই করে সমাপ্ত। जय जय बजरंगबली हनुमान जी की जय महावीर हनुमान जी की जय अंजनासुत हनुमान जी की जय पवनपुत्र हनुमान जी की जय रामदास हनुमान जी की जय 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 हनुमान जी की। अच्छा बर्तमान आम टिके कथा कहीदेवा आमर गलाथार जे प्रोग्राम होता से डिक्लेयर कर मंदिर कंस्ट्रक्शन कि से प्रथम कथा उठाई मु 50,000 टंका देवी पूर्व 20,000 देदेवी 50,000 देवी से जन जन भक्त को पेसिव भाव जो प्रचार नहीं गला कई कहे मु लक्ष देवी कई कहे 3 लाख देवी कई कहे 5 लाख देवी कई कहे 5,000 देवी कई कहे 10,000 देवी कहे आमर लास्ट ये अमाउंट है के 25,10,000 तो मुझे से कथा से कहला अमाउंट तो बर्तमान मोर पारी आसी बर्तमान 50,000 दे दूचे मोर जो कथा जे जा शब्द कर सचेतन हो रामनवमी भर ता दवा पाए आ गोटे कथा ये पर्यंत जो मैंने अंशग्रहण करना हाथ टेकंतु बर्तमान मंदिर कंस्ट्रक्शन किए के साहय जो कहना जो नुआ आसी माने मंदिर कंस्ट्रक्शन काम सप्ताह में जाऊे आउ किए के पारे यहाँ आसतु हाथ टेकंतु कहतु आम नाम डिक्लेयर करना हाँ कथा बुझीपारे समस्ते।